କଥାକାର ଅଡିଓ ବୁକ୍ସର 79ତମ ପ୍ରସ୍ତୁତି ସୁନାମଧନ୍ୟା ଲେଖିକା ସୁଧାଂଶୁବାଳା ପଣ୍ଡାଙ୍କର କ୍ଷୁଦ୍ରଗଳ୍ପ ବଧୂ ନିର୍ବାଚନ। ଶ୍ରୀମତୀ ସୁଧାଂଶୁବାଳା ପଣ୍ଡାଙ୍କ ଜନ୍ମ 1941 ମସିହା ଅଗଷ୍ଟ ମାସ 6 ତାରିଖରେ ନୟାଗଡ଼ ଜିଲ୍ଲାରେ ଏକ ବିଶିଷ୍ଟ ଲେଖକ ପରିବାରରେ ହେଇଥିଲା। ଶ୍ରୀମତୀ ସୁଧାଂଶୁବାଳା ପଣ୍ଡା ଅନନ୍ୟ ପ୍ରତିଭାର ଅଧିକାରିଣୀ ଥିଲେ। ସେ ଥିଲେ ଏକାଧାରରେ ସୁଲେଖିକା ଓ ସୁବକ୍ତା। ଗଳ୍ପ ରଚନା ବ୍ୟତୀତ ଲେଖିକା ଉପନ୍ୟାସ, କବିତା, ନାଟକ, ଗୀତି କବିତା, ପ୍ରବନ୍ଧ ଲେଖିବାରେ ମଧ୍ୟ ସିଦ୍ଧହସ୍ତା ଥିଲେ। ତାଙ୍କର ପ୍ରାୟ 70ଟି ନାଟକ କଟକ ଆକାଶବାଣୀ କେନ୍ଦ୍ରରେ ପ୍ରସାରିତ ହୋଇଛି। ପ୍ରସାରିତ ନାଟକ ଭିତରୁ ଯିଏ ଅଛୁଆଁ ଛୁଇଁଦେଲା ଏବଂ ବକୁଳବନର ରାଧା ଆକାଶବାଣୀ କଟକ କେନ୍ଦ୍ରରେ ବେଶ୍ ଲୋକପ୍ରିୟ ହୋଇଥିଲା। ସେ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ଗୀତିକାର ଭାବରେ ସୁପରିଚିତ ଥିଲେ। ତାଙ୍କର କିଛି ଗଳ୍ପ ସଂକଳନ ହେଲା ନବବର୍ଷର ସକାଳ, କଶ୍ଚିତ୍ କାନ୍ତା, ବିଭକ୍ତିହୀନ ଗଦ୍ୟ, ପ୍ରାଣ ଓ ପ୍ରଣୟ। ତାଙ୍କର କିଛି ଉପନ୍ୟାସ ହେଲା ଅବ୍ୟକ୍ତ ବେଦନା, ସଲୋନି, ମନ ଉପତ୍ୟକାର ଉପାଖ୍ୟାନ, ଅଧିକରୁ କିଛି ଉର୍ଦ୍ଧ୍ୱ, ମୋ ଲେଖା ଅଶ୍ରୁର କାଳିରେ। ଶ୍ରୀମତୀ ପଣ୍ଡା ତାଙ୍କ ପ୍ରଚେଷ୍ଟାରେ ଲେଖିକା ସଂସଦ ପ୍ରତିଷ୍ଠା କରିଥିଲେ ଓ ତାର ପ୍ରଥମ ସମ୍ପାଦିକା ଥିଲେ। ସେ ଅନେକ ସମ୍ମାନ ପୁରସ୍କାରର ଅଧିକାରିଣୀ ଥିଲେ, ଯେମିତିକି ଯଦୁମଣି ସାହିତ୍ୟ ସଂସଦ, ନୀଳଶୈଳ, ଧରିତ୍ରୀ, ଚଲାପଥ, ଗୋକର୍ଣ୍ଣିକା, ଚିନ୍ତା ଓ ଚେତନା, ପରିଚୟ ଓ ସୁଧନ୍ୟା। ଆଜିର କାହାଣୀ ପରିବେଷଣ କରୁଛନ୍ତି ଲେଖିକାଙ୍କର ସୁକନ୍ୟା ଶ୍ରୀମତୀ ତୁଳିକା ରଥ। ଆସନ୍ତୁ ତାଙ୍କ କଣ୍ଠରୁ ଶୁଣିବା ଗଳ୍ପ ବଧୂ ନିର୍ବାଚନ। ଜ୍ଞାନ ହେଉଛି ବିଜ୍ଞାନର ଅଭିଧାନ। ସତ୍ ଜ୍ଞାନ ହେଉଛି ବିଜ୍ଞାନର ବ୍ୟାକରଣ। ଏହି ଜ୍ଞାନ ମନୁଷ୍ୟ ପାଇଁ ଏତେ ଅମୂଲ୍ୟ ନିଧି ଯେ ଏହା ଆଗରେ ହୀରା, ନୀଳା, ମୋତି, ମାଣିକ ଆଦି ତୁଳନାର ଯୋଗ୍ୟ ନୁହେଁ। ଏହି ଜ୍ଞାନ ଲାଭ କରିବା ପାଇଁ ଯୋଗୀ, ସାଧୁ, ସନ୍ଥ ଆଦି ସୁଦ୍ଧା ସ୍ୱର୍ଗକୁ ତୁଚ୍ଛ ମଣନ୍ତି। ସେମାନଙ୍କ ମତରେ ଜ୍ଞାନ ହେଉଛି ପବିତ୍ରତାର ପରମ ଆଶ୍ରୟ, ଅଞ୍ଜଳିପୂର୍ଣ୍ଣ ଅମୃତ ଏବଂ ମାଣିକର ପାଣି। ଏହାକୁ ମନେ ମନେ ଅନୁଧ୍ୟାନ କରି ମୋହିତ ବାବୁ ସ୍ଥିର କରିନେଇଛନ୍ତି ଯେ ତାଙ୍କର ସୁଯୋଗ୍ୟ ସନ୍ତାନ ସୌମେନ ପାଇଁ ସେ ଏକ ଜ୍ଞାନମୟୀ ବଧୂ ନିର୍ବାଚନ କରିବେ। ଶହ ଶହ ବଧୂ ଦେଖାରେ ଯିଏ ନିର୍ବାଚିତ ହେଲେ ସେ ହେଲେ ମିସ୍ ସିପ୍ରା। ସିପ୍ରା ଯେ କେବଳ ବୁଦ୍ଧିମତୀ ସେତିକି ନୁହେଁ, ତାର ସୌନ୍ଦର୍ଯ୍ୟ, ତାର ଶିକ୍ଷା ଦୀକ୍ଷା, ଉଚ୍ଚ ବଂଶୀୟ ଗୌରବ ମଧ୍ୟ ଅଛି। ଆହୁରି ମଧ୍ୟ ଅଛି ତାର ହସନ୍ତ ଓଷ୍ଠଧାର, ସୁନ୍ଦର ଦନ୍ତପକ୍ତି, ଲୀଳାୟିତ ଭଙ୍ଗୀ ସହ ସ୍ୱପ୍ନପୁରୀର ଦୃଷ୍ଟି। କିନ୍ତୁ ଏସବୁ ତାର କଥା କୁହା ଚାତୁରୀ ଆଗରେ କିଛି ନୁହେଁ। ତାର କଥା କୁହା ଶୈଳୀରେ ସବୁ ପ୍ରକାର ବ୍ୟକ୍ତି ମନ୍ତ୍ରମୁଗ୍ଧ। ଏମିତି ଜଣେ କେହି ନାହିଁ ଯିଏକି ଏ କଥାକୁ ଅବିଶ୍ୱାସ ମଣି ଉପହାସ କରିବ। ଏଭଳି ଏକ ବଧୂ ନିର୍ବାଚନର ଗୌରବରେ ଗୌରବାନ୍ୱିତ ହୋଇ ମୋହିତ ବାବୁ ପ୍ରତି ମୁହୂର୍ତ୍ତରେ ସିପ୍ରାର ଉପସ୍ଥିତି କାମନା କଲେ। ସକାଳ ହଉ ନ ହଉଣୁ ସିପ୍ରାକୁ ତାର ଘରୁ ନେଇ ଆସିବା ପାଇଁ ଡ୍ରାଇଭରକୁ ନିର୍ଦ୍ଦେଶ ଦିଆଗଲା। ଆଧୁନିକା ସିପ୍ରା ଏହାକୁ ପ୍ରତ୍ୟାଖ୍ୟାନ ବା କରିବ କାହିଁକି? କିନ୍ତୁ ମା ଆଉ ଜେଜେମା ଏହାକୁ ବାରଣ କରୁଥିବା ବେଳେ ସେମାନଙ୍କ ଅଜ୍ଞତାକୁ ଦୂର କରିବାକୁ ଯାଇ ସିପ୍ରା କୁହେ, ବିବାହ ପୂର୍ବରୁ ଆତ୍ମୀୟତା ବଢ଼ି ଉଠିଥିଲେ ଶ୍ୱଶୁରାଳୟର ଭୟ ରହିବନି। ଶାଶୁ, ଶ୍ୱଶୁର, ଦିଅର, ନଣନ୍ଦ ଏମାନେ ସମସ୍ତେ ନିଜର ପରି ମନେ ହେବେ। ଶ୍ୱଶୁରାଳୟ ସ୍ୱର୍ଗରେ ପରିଣତ ହୋଇଯିବ। ମୋହିତ ବାବୁ ପ୍ରୌଢ଼ ହେଲେ ମଧ୍ୟ ତାଙ୍କର ରୁଚି ଅଲଗା। ସେ ପରମ୍ପରାରୁ ଦୂରେଇ ଯାଇ ଜୀବନର ଉନ୍ନତି ନିମିତ୍ତ କିଛି ନୂଆ ପରମ୍ପରା ସୃଷ୍ଟି କରିବାକୁ ଚାହାନ୍ତି। ସେ ତାଙ୍କ ସ୍ତ୍ରୀ ମାନମୟୀଙ୍କ ସଙ୍ଗେ ଯୁକ୍ତି କରନ୍ତି ଯେ ସେତେବେଳର ବୋହୂ ଏବେକାର ବୋହୂ ଭିତରେ ବହୁତ ଫରକ। ମୋର ବୟସର ବହୁ ପ୍ରଫେସରଙ୍କୁ ସାମ୍ନା କରି ସେ ତାର ପଢ଼ା ସମାପ୍ତି କରିଛି। ସେ ଜାଣିଛି ସଂସାର କ'ଣ, ମଣିଷ କ'ଣ, ଜୀବନ କ'ଣ। ସେ ଅନଭିଜ୍ଞ କିଶୋରୀ ନୁହେଁ ଯେ ପୁରୁଷକୁ ଆଡ଼ ହୋଇ ଠିଆ ହେବ ଏବଂ ଶାଶୁକୁ ଭୟ କରିବ, ସ୍ୱାମୀକୁ କରିବ ଲଜ୍ଜା।
ବୟସ ଏବଂ ବିଜ୍ଞତାର ଖୋଳ ଭିତରେ ତାର ବଧୂତ୍ୱ ଉଜ୍ଜୀବିତ ହୋଇ ରହିଥିଲେ ହେଁ ସେଥିରେ ଭୟ ନାହିଁ କି ଭୁଲ ବି ନାହିଁ। ଆଉ ଆଉ ଶିହରଣ ତୁଟିଯିବ ବୋଲି ତମେ ଯେଉଁ ସନ୍ଦେହ କରୁଛ, ଜୀବନ ଜିଜ୍ଞାସାରେ ତାହା ଅତୁଟ। ନଚେତ୍ 50 ବର୍ଷ ବୟସରେ ବି ସ୍ତ୍ରୀ ସନ୍ତାନ ସମ୍ଭବା ହୋଇପାରନ୍ତା ନାହିଁ। ମନେ ପଡ଼ୁଛି ତମର ବାପା କହୁଥିଲେ ତମ ବୋଉଙ୍କୁ 48 ବର୍ଷ ବୟସ ବେଳେ ତମର ଜନ୍ମ। ମାନମୟୀ ଆଉ ଯୁକ୍ତି ନ କରି ମାନରେ ମାନିନୀ ହୋଇ ଉଠନ୍ତି। ଏହାର ସୁଯୋଗ ନିଅନ୍ତି ମୋହିତ ବାବୁ। ଫଳରେ ସିପ୍ରା ଆସି ନିତ୍ୟ ନୈମିତିକ ଭାବେ ପହଞ୍ଚିଯାଏ ମୋହିତ ବାବୁଙ୍କ ଘରେ। ବହୁ ଉତ୍କଣ୍ଠାରେ ଉତ୍କଣ୍ଠିତ ହୋଇ ପ୍ରତୀକ୍ଷିତ ମୋହିତ ବାବୁ ସିପ୍ରାର ଆଗମନରେ ଉଲ୍ଲସିତ ହୋଇ ଉଠନ୍ତି। ତାଙ୍କ ପ୍ରାଣରେ ଯେମିତି ନବୀନ ଆବେଗ ସଞ୍ଚରିଯାଏ। ସେ ଉଷ୍ମ ସମ୍ଭାଷଣରେ ସିପ୍ରାକୁ ସ୍ୱାଗତ କରନ୍ତି। ସିପ୍ରା ଘନିଷ୍ଠ ବନ୍ଧୁ ପରି ଖବର ଦିଏ ଦେଶ ବିଦେଶର। ଟେଲିଭିଜନ ଆଉ ରେଡ଼ିଓର ନ୍ୟୁଜ୍ ଖୁବ୍ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରେ। ସେ କିଛିଦିନ ଅବଶ୍ୟ ଟେଲିଭିଜନରେ କାଜୁଆଲ ପ୍ରେଜେଣ୍ଟର ଭାବେ ନ୍ୟୁଜ୍ ପରିବେଷଣ କରି ବହୁ ଲୋକଙ୍କର ଆଦରଣୀୟା ହୋଇପାରିଥିଲା। ସେହି ଦୃଷ୍ଟିରୁ ସିପ୍ରା ପୂର୍ବ ଅଭ୍ୟାସରୁ ବିଚ୍ୟୁତ ନ ହୋଇ ମୋହିତ ବାବୁଙ୍କର ଖୁବ୍ ବେଶୀ ଆଦରଣୀୟା ହୋଇ ଉଠିଛି। ସେଥିନେଇ ସିପ୍ରା ଅଖଣ୍ଡ କ୍ଷମତାର ଅଧିକାରିଣୀ। ସିପ୍ରା ରୁଚିରେ ବଜାରରୁ ଯାଇ କିଣା ହୁଏ ପର୍ଦ୍ଦାକନା, ସୋଫା କଭର ଏବଂ ଫ୍ଲାୱାର ଭେସ୍। ସିପ୍ରା କାଟେ ବ୍ୟାଡମିଣ୍ଟନ କୋର୍ଟ, ଲନ୍ରେ ପୋତେ ସେ ଡୋଡୁନିଆର ଚାରା, ତାର ମେନୁରେ ହୁଏ ରନ୍ଧା। ସିପ୍ରା ଲାଇଟର ଲଗାଇ ମୋହିତ ବାବୁଙ୍କ ଓଠରେ ସିଗାରେଟ ଧରାଇ ଦେଉ ଦେଉ କୋଉ ସିଗାରେଟ ଖାଇଲେ ଭଲ, କୋଉ ସିଗାରେଟ ଖାଇଲେ ମନ୍ଦ, ସ୍ମୋକଟା ଆଜିକାଲି କେମିତି ଆଧୁନିକତାରେ ଯାଇନି, ଗୋଟି ଗୋଟି କରି ପଢ଼ି ଶୁଣାଏ ବିଭିନ୍ନ ମ୍ୟାଗାଜିନ୍ରୁ। ମୋହିତ ବାବୁ ବିମୋହିତ ହୋଇପଡ଼ି ପ୍ରଶଂସାରେ ପୋତି ପକାନ୍ତି ସିପ୍ରାକୁ। ସିପ୍ରା ବି ପ୍ରଶଂସାର ସୁଅରେ ଭାସିଯାଏ। ପ୍ରଶଂସା ପାଇଁ କୋଉ ମଣିଷ ବା ପାଗଳ ନୁହେଁ? ବିଶେଷ କରି ଯେଉଁ ମଣିଷ ପାଖରେ ଗୁଣ ଥାଏ, ଯୋଗ୍ୟତା ଥାଏ, ସେ ତ ବେଶୀ ପରିମାଣରେ ପ୍ରଶଂସା ପାଏ। ତେଣୁ ସିପ୍ରାର ପ୍ରତିଟି ମୁହୂର୍ତ୍ତ କଟେ ମୋହିତ ବାବୁଙ୍କ ପାଖରେ। ଏଥିନେଇ ପରିବାର ଭିତରେ ଭୀଷଣ ବିଶୃଙ୍ଖଳା ଉପଜେ। ମାନମୟୀ ସହ୍ୟ କରି ନ ପାରି ଉଚ୍ଚକିତ କଣ୍ଠରେ କହନ୍ତି, ଦିନେ ହେଲେ ନିଜର ପିଲାକୁ ତ ପ୍ରଶଂସା କରିବାର ମୁଁ ଶୁଣି ନାହିଁ। ପର ଝିଅକୁ ଘରେ ପୁରାଇ ପ୍ରଶଂସା ଚାଲିଛି। ଛି ଛି, କ'ଣ ଭାବୁଥିବ ସୌମେନ? କ'ଣ ସେ ଭାବିବ? କ'ଣ ଭାବିବାର ବା ଅଛି? ସେ ଅନ୍ତତଃ ଏତିକି ଜାଣିବା ଉଚିତ ଯେ ବାବା ତାର ଉଚ୍ଚ ପ୍ରଶଂସକ ନହେଲେ ବି ହୃଦୟ ତାଙ୍କର ମହତ୍। କେତେଜଣ ପୁତ୍ରବଧୂକୁ ପ୍ରଶଂସା କରନ୍ତି? ତା ଛଡ଼ା ପୁତ୍ରବଧୂ ଯେ ପ୍ରଶଂସା ପାଇଁ ଯୋଗ୍ୟ ନୁହେଁ, ଏକଥା ତ ଅସମ୍ଭବ। ଏକଥା କିନ୍ତୁ ସେ ମାନମୟୀଙ୍କୁ ବୁଝାଇ ପାରନ୍ତି ନାହିଁ। ସବୁ କଥା କ'ଣ କୁହାଯାଏ? ସ୍ୱାମୀ ହିସାବରେ ସ୍ତ୍ରୀର ଏଇ ଅଜ୍ଞତାକୁ ଉଦାର ଚିତ୍ତରେ ସହି ନ ଗଲେ ସଂସାର ସୁଖକର ହେବନି। ସ୍ତ୍ରୀର ଅଜ୍ଞତା ବି ବେଳେବେଳେ ଭାରି ଭଲ ଲାଗେ, ଭାରି ନିବିଡ଼ ଲାଗେ। ନିଜର ବିଜ୍ଞତା ସାଙ୍ଗରେ ସ୍ତ୍ରୀର ଅଜ୍ଞତାକୁ ନେଇ ଦୌଡ଼ା ଦେଉଡ଼ି ଯେଉଁ ଖେଳ ଚାଲେ। ତା ଛଡ଼ା ମୋହିତ ବାବୁଙ୍କ ଚିନ୍ତା ଓ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଭିନ୍ନ ଧରଣର। ସେ କିଛିଟା ସଂଘାତ ଭିତରେ ବଞ୍ଚିବାକୁ ଚାହାନ୍ତି, କାରଣ ସେଇ ସଂଘାତ ହିଁ ତାଙ୍କ ମନରେ ଜିଜ୍ଞାସା ଭରିଦିଏ। ବୁଝାଇ କୁହନ୍ତି, ମାନେ ମୁଁ ଜାଣୁଛି ସୌମେନ ସୁଯୋଗ୍ୟ, ସୁଦର୍ଶନ, ପଦସ୍ଥ ଅଫିସର ଏବଂ ଜଣେ ଉଚ୍ଚ କୋଟିର କବି ମଧ୍ୟ। କିନ୍ତୁ ସେ ପ୍ରାୟ ମୂକ। ତାର ମନ ଭିତରେ କେବଳ ଶୂନ୍ୟତାର ସଂଳାପ। ସୃଷ୍ଟିର ସେ ଯେମିତି ଗୋଟିଏ ନୀରବତାର ଜୀବନ୍ତ ପ୍ରତିମା। ପ୍ରତିଟି ମୁହୂର୍ତ୍ତ ତାର ବିତେ କେବଳ ନୀରବତାକୁ ନିୟନ୍ତ୍ରଣ କରିବାରେ। ଅବଶ୍ୟ ଜୀବନରେ ତାର କିଛି ବିଡ଼ମ୍ବନା ନାହିଁ, ପ୍ରତାରଣା ନାହିଁ, ନାହିଁ ବି କିଛି ହିପୋକ୍ରେସି। କିନ୍ତୁ କ'ଣ ତାର ମୂଲ୍ୟ? କ'ଣ ଅଛି ସେଥିରେ ଗୌରବ ଅବା ମହତ୍ତ୍ୱ? ସମୟ ଥାଇ ସୁଯୋଗର କେବଳ ଅପବ୍ୟବହାର ମାତ୍ର।
ଶୁଣି ପାରନ୍ତି ନାହିଁ ମାନମୟୀ। କ୍ଷିପ୍ର ପାଦରେ ଦୌଡ଼ି ଯାଇ ଅଶ୍ରୁ ବୁହାନ୍ତି ରହି ରହି। ଖାଲି ଆଜି ନୁହଁ, ମୋହିତ ବାବୁଙ୍କ ସଙ୍ଗେ ଯୁକ୍ତି କରିବାର କ୍ଷମତା ପ୍ରଥମରୁ ହିଁ ନାହିଁ ମାନମୟୀଙ୍କର। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ମୋହିତ ବାବୁଙ୍କୁ ଭୟ କରନ୍ତି ମାନମୟୀ। ବୟସ, ଶିକ୍ଷା, ଦୀକ୍ଷା ସବୁଥିରେ ସେ ନ୍ୟୁନ ତାଙ୍କଠାରୁ। ଯୁକ୍ତି କରିବାର ତ ଦୂରର କଥା, ଭରସି ପଦେ କଥା ବି କହିପାରନ୍ତି ନାହିଁ ସେ। ଆଉ ମୋହିତ ବାବୁଙ୍କର ଯେଉଁ ଚରମ ଆକାଂକ୍ଷିତା କନ୍ୟା, ସେହି କନ୍ୟାଟିଏ ଉପହାର ଦେଇ ନ ପାରି ସେ ଚିର ଦୁଃଖିନୀ। ସବୁ ଥିବା ଭିତରେ ମୋହିତ ବାବୁଙ୍କର କନ୍ୟାଟିଏ ନଥାଇ ତାଙ୍କର ନାହିଁ ନଥିବା ଅଭାବ ବୋଧ। ସେହି ଅଭାବ ବୋଧକୁ ଦୂର କରୁଛି ଯେତେବେଳେ ସିପ୍ରା ମାନମୟୀଙ୍କର ଜୁଁ କାହିଁ ଯୁକ୍ତି ଦେଖାଇ ଆକଟ କରିବାକୁ। ଖାଲି ସେ ଯୋଡ଼ ହସ୍ତରେ ଈଶ୍ୱରଙ୍କୁ ପ୍ରଣାମ କରୁଛନ୍ତି ଏଇଥିପାଇଁ ଯେ ଏଥିରେ କିଛି ବିଘ୍ନ ନ ଘଟୁ। ବାହାଘରର ଲଗ୍ନ ପାଖେଇ ଆସିଲାଣି। ହୁଏତ ସେଇଥିପାଇଁ ସିପ୍ରା ଗାଡ଼ି ପଠେଇଲେ ବି ଆସିବା ପାଇଁ ପ୍ରତ୍ୟାଖ୍ୟାନ କରିଦେଉଛି। ମାନମୟୀ ଆଶ୍ୱସ୍ତ ହେଲେ। ଓଃ, ଯାହା ହଉ, ଝିଅଟାର ଏତିକି ବେଳକୁ ଟିକେ ବୁଦ୍ଧି ହେଲା। ପୁଅ ପାଖରେ ଏଥର ସେ ଟିକେ ସ୍ୱଚ୍ଛନ୍ଦ ହୋଇ ଉଠିଲେ। କହିଲେ, ଝିଅଟି ଭାରି ଭଲ, ବାପାଙ୍କ ମନକୁ ଖୁବ୍ ପାଇଛି। କିନ୍ତୁ ତୁ ଯେତେବେଳେ ବାହା ହେବୁ, ବାପାଙ୍କ ଅପେକ୍ଷା ତୋ ମନକୁ ବେଶୀ ପାଇବା ଉଚିତ। କିନ୍ତୁ ସୋମୁ, ସେ ଏତେ ଥର ଆସିଲାଣି, ଘଣ୍ଟା ଘଣ୍ଟା ଧରି ଗପୁଛି ବାପାଙ୍କ ସଙ୍ଗେ, ତୋର କେମିତି ମନ ହେଉନାହିଁ ତା ସହିତ କଥା ହେବା ପାଇଁ? ସୌମେନ ଟିକେ ହସିଦେଲା। କଥା ତ ପ୍ରାୟ କହେ ନାହିଁ ସେ। ଯେତେବେଳେ ଯାହା କୁହେ କାବ୍ୟ କବିତା ପରି ତାର କଥା। ମାନମୟୀ ବେଳେବେଳେ ବୁଝନ୍ତି ନାହିଁ ବେଳେବେଳେ। ନ ବୁଝିଲେ ସେ ମୁହଁ ଖୋଲି କହିପାରନ୍ତି ନାହିଁ ଯେ ମୁଁ ତୋ କଥା କିଛି ବୁଝିପାରୁନାହିଁ ବୋଲି। କେମିତି କହିବେ? ଯାହାକୁ କୋଳରେ ପୂରେଇ କଥା କୁହା ଶିଖାଇଥିଲେ ତାକୁଇ କହିବେ ମୁଁ ତୋର କଥା କିଛି ବୁଝୁନାହିଁ ବୋଲି। ଅନ୍ୟ ଦିନ ହୋଇଥିଲେ ସେ ସେଇ ହସ ଟିକକରେ ସନ୍ତୁଷ୍ଟ ହୋଇଯାଇଥାନ୍ତେ। କିନ୍ତୁ କେଜାଣି କାହିଁକି ଆଜି ସେ ହସ ତାଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ପଚାରିଲେ, କହୁନୁ କ'ଣ ଯେ କିଛି? ଓଠ ଖୋଲିଲା ସୌମେନ। କହିଲା, ବୋଉ, ତୁ ଜାଣିଛୁ କି ନାହିଁ, କଅଁଳ ପତ୍ର ଏବଂ ଚୈତ୍ରର ମଲ୍ଲୀ ପରି କୁଆଁରୀ କନ୍ୟାମାନେ। ତାଙ୍କୁ ଦୂରରୁ ଯେତିକି ଦେଖୁଥିବ ସେ ସେତିକି ଭଲ ଲାଗୁଥିବେ। ଗଛରୁ ସେ ପତ୍ର ଓ ଫୁଲକୁ ତୋଳି ଆଣିଲେ ତାହା ଯେମିତି ଝାଉଁଳି ପଡ଼େ, ସେମାନଙ୍କ ପାଖ ବସିଲେ ସେମାନେ ସେମିତି ଝାଉଁଳି ପଡ଼ନ୍ତି। ତା ଛଡ଼ା ବୋଉ, ବାବା କେଡ଼େ ଅଭିଜ୍ଞ କହିଲୁ। ସେ ଗୋଟେ ଜିନିଷକୁ ପସନ୍ଦ କରିବେ, ମୋର ତାକୁ ଅପସନ୍ଦ ହେବ? ଅଯଥା ତା ସହିତ କଥା ହୋଇ ତା ପାଖରେ ମୁଁ ଶସ୍ତା ହୋଇଯିବି କାହିଁକି? ମାନମୟୀ ବୁଝିଗଲେ ସବୁ। କିନ୍ତୁ ମନେ ମନେ ଭାବିଲେ, ଆଜିକାଲିକା ପାଠ ପଢ଼ୁଆ ପିଲାଗୁଡ଼ାକ ଅଙ୍କ କଷିଲା ପରି ଜୀବନଟାକୁ ଜିଆଉଛନ୍ତି। ବୟସ ବେଳେ ଝିଅଟିକୁ ଦେଖିଲେ କଥା କହିବାକୁ ୟାର ମନ ହେଉନାହିଁ ଯେ କହୁଛି କ'ଣ ନା ତା ପାଖରେ ଶସ୍ତା ହୋଇଯିବେ। ଏଇଭଳି ଯଦି ଏମାନଙ୍କର ଭାବ ଭାବନା, ତେବେ ଏମାନେ ସନ୍ତାନ ସମ୍ଭବା ହେଉଛନ୍ତି କେମିତି? କେମିତି ଏମାନେ ସ୍ୱାମୀ ସ୍ତ୍ରୀ ହୋଇ ଘର ସଂସାର କରି ରହିବେ? ପାଠପଢ଼ା ଭିତରେ ଏମାନଙ୍କର ଆବେଗ, ଉଦ୍ବେଗ, ଶିହରଣ କ'ଣ ସୀମିତ ହୋଇ ରହିଯାଇଛି? ରହୁ। ଦୀର୍ଘଶ୍ୱାସ ତୋଳିଲେ ମାନମୟୀ। ଛି, ତାଙ୍କରିଠାରୁ ଜନ୍ମ ହୋଇ ତାଙ୍କ ସନ୍ତାନ ଯଦି ଏତେ ସଂଯତ, ତେବେ ସେ କେମିତି ଏତେ ଉଚ୍ଛୃଙ୍ଖଳ ଯେ? ଏ ପ୍ରବଳ ପ୍ରତାପୀ ସ୍ୱାମୀଟିକୁ ମୁହୂର୍ତ୍ତେ ନ ଦେଖିଲେ ତାଙ୍କୁ ଜଗତ ଅନ୍ଧାର ଦିଶିବ। ସାରା ବିଶ୍ୱ ବିଷମୟ ହୋଇ ଉଠିବ। ସ୍ୱାମୀ ଯେତେ ଗାଳି ଦିଅନ୍ତୁ, ତାଚ୍ଛଲ୍ୟ କରନ୍ତୁ, ତଥାପି ସେ ତାଙ୍କୁ ପଦେ ହସିକରି କଥା ନ କହିଲେ ତାଙ୍କୁ ଭୋକ କରେ ନାହିଁ। ମୃତ୍ୟୁ ତୁଲ୍ୟ ମନେ ହୁଏ ତାଙ୍କୁ। ବାହାଘରର ଲଗ୍ନ ସ୍ଥିର ହୋଇଗଲା ପରେ ବାହାଘରଟା ଭାରି ପାଖାପାଖି ଲାଗେ। ଗହଣା ଗଢ଼େଇ ରଖି ସାରିଥିଲେ ବି ବୋହୂ ପାଇଁ ପାଟ ଶାଢ଼ୀ ତ କିଣା ହେବ।
ଆଜିକାଲିର ଦିଆନିଆ ସୁଟକେସରେ ଦୁନିଆ ଜିନିଷ ଦେବାକୁ ହେଉଛି। ଆଗେ ଶାଢ଼ୀ, ଅଳତା, ସିନ୍ଦୁର ଗୋଟା, ହଳଦୀ ଖଣ୍ଡ ଦେଇ ଦେଉଥିଲେ ଖୁବ୍ ହେଇଯାଉଥିଲା। ଯୁଗ ବଦଳିବା ସଙ୍ଗେ ସଙ୍ଗେ ଜୀବନଚର୍ଯ୍ୟା ବି ବଦଳିବାରେ ଲାଗିଛି। 7-8 ଖଣ୍ଡ ହେବ ପାଟ ଆସି ଘରେ ଥୁଆ ହେଲାଣି। ବାରମ୍ବାର ଶାଢ଼ୀ ଦୋକାନକୁ ଯାଇ ସେ ଗହଳି ଠେଲି ଶାଢ଼ୀ ବାଛିବା ଯେ କି କଷ୍ଟ କେବଳ ମାନମୟୀ ହିଁ ଜାଣନ୍ତି। ଅଭିଯୋଗ କଲେ ମୋହିତ ବାବୁ କହିବେ, କ'ଣ ପାଇଁ ତମେ ଯାଇ କିଣୁଛ କି? ଆଉ କିଣିବ କିଏ? ବାପ ପୁଅ ତ ଘରୁ ଗୋଡ଼ ବାହାର କରିବନି, ଶୂନ୍ୟ ଶୂନ୍ୟ ବାହାଘରଟା ହୋଇଯିବ। ହସରେ ହସରେ ଫାଟି ପଡ଼ନ୍ତି ମୋହିତ ବାବୁ। କୁହନ୍ତି, କି ଯେ କଥା ତୁମେ କହୁଛ ମାନି, ମୁଁ ମୋଟେ ବୁଝିପାରୁନି। ଏଇ ପାଟ କେଇ ଖଣ୍ଡ କିଣି ଆଣିଲେ ବାହାଘରଟା ହୋଇଯିବ? ନିମନ୍ତ୍ରଣ କାର୍ଡ଼ ଛପା, ଘର ଘର ବୁଲି ବଣ୍ଟା, ଭୋଜି ଭାତ, କଲ୍ୟାଣ ମଣ୍ଡପ କି ହୋଟେଲ, ଦୁନିଆ ଝାମେଲା ଅଛି। କାହିଁକି ତୁମେ ଯାଇ ପାଟଗୁଡ଼ାକ କିଣି ଆଣୁଛ କହିଲ? ତମ ଚଏସ୍ର ପାଟ ସିପ୍ରା ପିନ୍ଧିଲେ ତ? ମଲା, ମୁଁ ତ ସବୁଠାରୁ ଲେଟେଷ୍ଟ ଡିଜାଇନର ଆଣିଛି। ସେ ଯଦି ଓଲ୍ଡ ଡିଜାଇନ ଠାଣି? କ'ଣ ତାହେଲେ ତମେ କହୁଛ ଯେ? ଯାଇ ଫେରାଇ ଦେଇ ଆସ, ନହେଲେ ସିପ୍ରାକୁ ଡାକି ତାକୁ ସାଙ୍ଗରେ ନେଇଯାଅ। ଏ ମା, ବୋହୂଟା ମୋ ସାଙ୍ଗରେ ବାହାଘର ପାଟ କିଣିବାକୁ ଯିବ? ଓଃ, କେତେଥର ତୁମକୁ କହିବି ଯେ ସେ ବୋହୂ ନୁହେଁ, ଝିଅ। ମୁହଁ ଶୁଖାଇ ଘର ଭିତରକୁ ପଶିଗଲେ ମାନମୟୀ। କି ଆଶ୍ଚର୍ଯ୍ୟ, ବୋହୂଟା ଝିଅ କେମିତି ହବ? ମୋହିତ ବାବୁ ଭ୍ରୂକ୍ଷେପ ନ କରି ସିଧା ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ ସିପ୍ରା ଦିଦିଙ୍କୁ ନେଇ ଆସିବା ପାଇଁ। ଗାଡ଼ି ଗଲା। ତାଟକା ହୋଇ ଠିଆ ହୋଇଥାନ୍ତି ମାନମୟୀ। ଏ ମା ଲୋ, ଏ ଯୁଗ କ'ଣ ହେଲା? କିନ୍ତୁ ସିପ୍ରାକୁ ନ ଆଣି ଗାଡ଼ି ଯେତେବେଳେ ଫେରି ଆସିଲା, ମାନମୟୀ ଲକ୍ଷେ ମୁଣ୍ଡିଆ ମାଇଲେ। ଓଃ ପ୍ରଭୁ, କି କୃତଜ୍ଞତା ଜଣାଇବି ତୁମକୁ। ମୋହିତ ବାବୁ କିନ୍ତୁ ରାଗି ମାଗି ପ୍ରଚଣ୍ଡ। ଅପେକ୍ଷା ନ କରି ଫେରି ଆସିଲୁ କାହିଁକି? ବଜାର ଯାଇଥିଲା, ବଜାରରୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତୁ। ଏତେ ତରତର ହୋଇ ଆସିବା କ'ଣ ଦରକାର? ମାନମୟୀ ପରିସ୍ଥିତିଟାକୁ ଲାଘବ କରିବାକୁ ଯାଇ କୁହନ୍ତି, ବାହାଘର ପାଖ ହୋଇ ଆସିଲାଣି କି ନା, ସେଥିଲାଗି ବୋଧେ ଆସିଲା ନାହିଁ। ବଜାର ଯାଇଛି ବୋଲି ଘରେ ମିଛ କହିଦେଇଥିବେ। ଗୋଟିଏ ନୁହେଁ, ସତରେ ଯେମିତି 100ଟା ହୁଁ ଏକାଥରେ ଉଚ୍ଚାରିତ ହୋଇଗଲା ମୋହିତ ବାବୁଙ୍କ କଣ୍ଠରୁ। ଶଙ୍କିତ ପଦରେ ନିମିଷକେ ନିଷ୍କ୍ରାନ୍ତ ହୋଇଗଲେ ମାନମୟୀ। ଯାହା ଭାବୁଛନ୍ତି କରନ୍ତୁ, ମୋର କ'ଣ ଯାଉଛି ନା ଆସୁଛି? ଏତିକି ଟିକିଏ ଯାହାର ଅକଲ ନାହିଁ, ହୁଁଟେ ଫିଙ୍ଗି ଦିଆଯାଉଛି, ତାକୁ କହି ଲାଭ କ'ଣ? କୋଉ କାଳେ ଗୁଡ଼ିଉଡ଼ା ବୟସରେ ଯିଏ ବାହା ହୋଇଛି, ସେ ବାହାଘରର ମହତ୍ଵ ବୁଝୁଛି କ'ଣ? ଫୁଲର ମହକ ଯିଏ ବୁଝିବାକୁ ନାରାଜ, ତାକୁ ବୁଝାଯାଉଛି ପ୍ରାଣର ମହକ କ'ଣ। କିନ୍ତୁ ଲାଗ ଲାଗ 3 ଦିନ ଧରି ଗାଡ଼ି ଯେତେବେଳେ ଫେରି ଆସିଲା, ମାନମୟୀ ମନେ ମନେ ପ୍ରମାଦ ଗଣିଲେ। କେମିତି ବୁଝାଇବେ ଏଇନା ସ୍ୱାମୀଟିକୁ ତାଙ୍କର? ଆଉ ତ ମିଛ ସତ କହି ଭୁଲେଇ ହେବ ନାହିଁ। କ୍ରମାଗତ ଅନୁପସ୍ଥିତିରେ ମୋହିତ ବାବୁ ଆହାର ତ୍ୟାଗ କଲେ। ଅସ୍ଥିର ପଦଚାରଣାରେ ଘର ଭିତରର ସମସ୍ତ ବ୍ୟକ୍ତିଙ୍କୁ ଭୟଭୀତ କରାଇଲେ। ସମସ୍ତେ ତ୍ରାହି ତ୍ରାହି ଡାକ ଛାଡ଼ି ଲକ୍ଷ୍ୟଭ୍ରଷ୍ଟ ହେଲେ। ଏମିତି ଅଣାୟତ୍ତ ପରିସ୍ଥିତିରେ ନିଜେ ଆସି ଉଭା ହେଲା ସିପ୍ରା। ସୌଜନ୍ୟ ବିନୟର ଶୀର୍ଷରେ ରହି ସେ ସୂଚାଇ ଦେଲା ଯେ ଭାରତୀୟଙ୍କ ପାଇଁ IAS ଚାକିରିଟା ବଡ଼ ବୋଲି ଆପଣମାନେ ଭାବୁଛନ୍ତି ଗୋଟେ ବୁଦ୍ଧିମତୀ ଝିଅକୁ ବୋହୂ କରି ନେଇ ସୁଖରେ ରଖିବେ। କିନ୍ତୁ ଏ ସୁଖ କ'ଣ ସୁଖ? ନିଜର ବୁଦ୍ଧି ବିଦ୍ୟାକୁ ଜଳାଞ୍ଜଳି ଦେଇ ମୁଁ ବୋହୂ ସାଜି ଏଠି ରହିପାରିବିନି। ଆମେରିକାରେ ରେସିଡେନ୍ସିଆଲସିପ୍ ପାଇଥିବା ଜଣେ ଡାକ୍ତରଙ୍କ ସଙ୍ଗେ ମୋର ଏନଗେଜମେଣ୍ଟ କରେଇ ଦେଲେଣି। ଭିସା ପାସପୋର୍ଟ ରେଡି ହୋଇଗଲେ ମ୍ୟାରେଜ ସାର୍ଟିଫିକେଟଟା ନେଇ ଆମେରିକା ଚାଲିଯିବି। ସେଇଠି ଯାଇ କିଛି ନା କିଛି ଗୋଟେ କରିବି। ଯେଉଁଠି ନିଜକୁ ଉପସ୍ଥାପିତ କରିବାର ସ୍କୋପ ଅଛି, ସେଠିକି ନ ଯାଇ ଏଠି ରହିବି କାହିଁକି?
କି ଗୋଟେ ଅଜଣା କ୍ଲାନ୍ତିରେ କମ୍ପି ଉଠିଲେ ମୋହିତ ବାବୁ। ଗେଟ୍ ପର୍ଯ୍ୟନ୍ତ ସିପ୍ରାକୁ ବଳେଇ ଦେଇ ଆସି କହିଲେ, ଝିଅଟା ଭାରି ବୁଦ୍ଧିମତୀ। ସତରେ ଏଠି ତା ପାଇଁ କ୍ଷେତ୍ର ନାହିଁ। କ'ଣ ସେ କରିପାରିବ ଏଠି? ମାନମୟୀ କାନ୍ଦି ଉଠିଲେ। କହିଲେ, କ'ଣ କହିଲ? ବୁଦ୍ଧିମତୀ? ଏତେ ବୁଦ୍ଧି ଯଦି ତାହାର ଥିଲା, ଆମ ସାଙ୍ଗେ ଖେଳୁଥିଲା କାହିଁକି? ଭାବିଲା କି ଇଏ ସିନେମା ଥିଏଟର? କ'ଣ ଏଇନେ ମୁଁ ସୋମୁକୁ କହିବି? କ'ଣ ସେ ଭାବିବ? ମୋହିତ ବାବୁ ଅସ୍ୱସ୍ତିର ଦୀର୍ଘଶ୍ୱାସ ତୋଳି କାନ୍ଦି ଉଠିଲେ। କହିଲେ, ମାନେ? ମୁଁ ସେୟା ଭାବୁଛି। କେମିତି ମୁହଁ ଦେଖାଇବି ସୌମେନ ପାଖରେ? ପଛ ପାଖରୁ ହସି ଉଠିଲା ସୌମେନ। କହିଲା, ତୁଚ୍ଛା କଥାଟାରେ ଆପଣ ବ୍ୟସ୍ତ ହେଉଛନ୍ତି ବାବା। ବୁଦ୍ଧିମତୀ ଝିଅମାନଙ୍କର ଏଇ ତ ଆମର ପରମ୍ପରା। ରାଜକନ୍ୟା ସ୍ୱୟଂବରରୁ ଫେରିଆସି ସ୍ୱାଧୀନ ଭାବରେ ଚଳିବ ବୋଲି ରାଜପୁତ୍ରକୁ ବରମାଳା ନ ଦେଇ କଟୁଆଳ ପୁଅ ବେକରେ ବରଣମାଳା ପିନ୍ଧାଏ। ଜାଣିଛ, ଏହା ହେଉଛି ବର୍ତ୍ତମାନର ପରମ୍ପରା। ଏହା ଶୁଣି ମୋହିତ ବାବୁ ଓ ମାନମୟୀ ସ୍ତବ୍ଧ ହୋଇ ଦିହେଁ ଦୁହିଁଙ୍କୁ ଚାହିଁ ରହିଥିଲେ।